ଥରେ ମା ଚାଲିଗଲେ, ବାପା ଦ୍ୱିତୀୟ ବିବାହ କରି ପଚାରିଲେନି। ଏବେ ରାତାରାତି ଟିମ୍ ଇଣ୍ଡିଆର ଷ୍ଟାର ପାଲଟିଲେ ଏହି ଖେଳାଳି। ଝିଅ ଦର୍ଶକ ବନ୍ଧୁ, ଆରମ୍ଭ ହୋଇଯାଇଛି କ୍ରିକେଟର ଫଟାଫଟ ଲିଗ୍ IPL। ଉଦ୍ଘାଟନୀ ମୁକାବିଲାରେ ମୁହାଁମୁହିଁ ହୋଇଥିଲେ ସନରାଇଜ ହାଇଦ୍ରାବାଦ ଏବଂ ଡିଫେଣ୍ଡିଂ ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବା RCB। ତେବେ ହାଇଦ୍ରାବାଦକୁ 6 ୱିକେଟ ହରାଇ ବିଜୟ ଅଭିଯାନ ଆରମ୍ଭ କରିଛି RCB। 2026 ଇଣ୍ଡିଆନ୍ ପ୍ରିମିୟର ଲିଗ୍ ସିଜନର ପ୍ରଥମ ମ୍ୟାଚ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିଲା। ଚେସ୍ ମାଷ୍ଟର ବିରାଟ କୋହଲିଙ୍କ ଧମାକାର 69 ରନର ଅପରାଜିତ ଇନିଂସ ଦଳକୁ ବିଜୟୀ କରିବାରେ ପ୍ରମୁଖ ଭୂମିକା ତୁଲାଇଥିଲା। ତେବେ ମ୍ୟାଚ୍ ହାରିବା ସତ୍ତ୍ୱେ ଯୁବ ତାରକା ଅନିକେତ ବର୍ମାଙ୍କୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। ମାତ୍ର 18 ବଲରୁ 43 ରନର ବିସ୍ଫୋରକ ବ୍ୟାଟିଂ କରି ସମସ୍ତଙ୍କୁ ଚମକାଇ ଦେଇଥିଲେ ସେ। ବିରାଟ କୋହଲି ମଧ୍ୟ ପଡ଼ିଆ ଭିତରେ ଅନିକେତଙ୍କ ବ୍ୟାଟିଂ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଝାନ୍ସିର 24 ବର୍ଷୀୟ ଅନିକେତ ବର୍ମା, ଯିଏକି 18 ବଲ୍ ଖେଳି 3ଟି ଚୌକା ଏବଂ 4ଟି ବିଶାଳ ଛକା ସହାୟତାରେ 43 ରନ୍ କରି ସନରାଇଜ ହାଇଦ୍ରାବାଦ ପାଇଁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ମ୍ୟାଚ୍ର ମୋଡ଼ ବଦଳାଇ ଦେଇଥିଲେ। ତେବେ ଅନିକେତ ସଫଳତା ପଛରେ ତାଙ୍କର ଜେଜେମା ଓ କାକା ଅମିତ ବର୍ମାଙ୍କ ବଡ଼ ଭୂମିକା ରହିଛି ବୋଲି ସେ ନିଜେ କହିଛନ୍ତି। କମ୍ ବୟସରେ ମାଆକୁ ହରାଇଥିଲେ ଅନିକେତ। ତାପରେ ତାଙ୍କ ବାପା ପୁନର୍ବାର ବିବାହ କରିଥିଲେ। ଦ୍ୱିତୀୟ ବିବାହ ପରେ ପୁଅକୁ ଆଉ ପଚାରି ନଥିଲେ ସେ। ଅନିକେତଙ୍କ କାକା ତାଙ୍କୁ ଜଣେ କ୍ରିକେଟ କରିବାର ସ୍ୱପ୍ନ ଦେଖୁଥିଲେ ଏବଂ ଏହା ପୂରଣ କରିଥିଲେ। ଅନିକେତ ବର୍ମାଙ୍କ 4ଟି ବିଶାଳ ଛକା ତାଙ୍କୁ ରାତାରାତି ଇଣ୍ଟରନେଟ୍ ଷ୍ଟାର କରିଦେଇଥିଲା। ଏହା ପଛରେ କଠିନ ପରିଶ୍ରମ ଏବଂ ମାନସିକ ଦୃଢ଼ତାରୁ ବାହାରି କେମିତି ଜଣେ ସଫଳ କ୍ରିକେଟ ହୋଇପାରନ୍ତି ତାହାର କାହାଣୀ ବି ରହିଛି। ଅନିକେତଙ୍କ IPL ଯାତ୍ରା ଆଦୌ ସହଜ ନଥିଲା। 3 ବର୍ଷ ବୟସରେ ସେ ତାଙ୍କ ମାଆଙ୍କୁ ହରାଇବା ପରେ ଅନିକେତଙ୍କ ତାଙ୍କ କାକା ଲାଳନ ପାଳନ କରିଥିଲେ। ଆର୍ଥିକ ପ୍ରତିବନ୍ଧକ ଓ ଖେଳ ସରଞ୍ଜାମର ଅଭାବ ସତ୍ତ୍ୱେ ସେ ସଫଳ କ୍ରିକେଟର ହୋଇପାରିଛନ୍ତି। ଭାରତ ପାଇଁ ଜଣେ ଉଦୀୟମାନ ଫିନିସର ଭାବେ ବି ତାଙ୍କୁ ଭବିଷ୍ୟତରେ ଦେଖିବାକୁ ମିଳିପାରେ। ଝାନ୍ସି ଭଳି ସହରରୁ IPL ଷ୍ଟାର ଖେଳାଳି ହେବା ପର୍ଯ୍ୟନ୍ତ ଯାତ୍ରା କଷ୍ଟକର ଥିଲା। 18 ବର୍ଷ ବୟସରେ ଭାଇଙ୍କ ଦ୍ୱିତୀୟ ବିବାହ ପରେ କାକା ଅମିତ ବର୍ମା ଅନିକେତଙ୍କୁ ତାଙ୍କ ପାଖରେ ରଖିବାକୁ ନିଷ୍ପତ୍ତି ନେଇଥିଲେ। ସେ ଯୁବ ବୟସରେ କାମ ଆରମ୍ଭ କରିଥିଲେ ଏବଂ ତାଙ୍କୁ ଜଣେ ସଫଳ କ୍ରିକେଟ କରିବା ସ୍ୱପ୍ନ ମଧ୍ୟ ଦେଖାଇଥିଲେ। ଭୋପାଳର ଜଣେ ପ୍ରଶିକ୍ଷକ ନନ୍ଦୀଙ୍କ ତାଙ୍କ କାକାଙ୍କ ସ୍ୱପ୍ନ ସମର୍ଥନ କରିଥିଲେ। ଅନିକେତଙ୍କ ଯେତେବେଳେ ଛୋଟ ଥିଲେ ସେ ପ୍ରତିଦିନ ଅତି କମ୍ରେ 10 ଘଣ୍ଟା ପଡ଼ିଆରେ ଅଭ୍ୟାସ କରାଉଥିଲେ। ଏସିଆରେ ଯୋଗ ଦେବା ପୂର୍ବରୁ ଅନିକେତ ମଧ୍ୟପ୍ରଦେଶ ପ୍ରିମିୟର ଲିଗ୍ ଚମତ୍କାର ପ୍ରଦର୍ଶନ କରିଥିଲେ। ଭୋପାଳ ଲିଅର୍ସ ପାର୍ସ ପାଇଁ ଖେଳି ସେ ମାତ୍ର 30 ବଲରେ 70 ଇନିଂସ ଖେଳି ସମସ୍ତଙ୍କୁ ଚମକାଇ ଦେଇଥିଲେ। ଏହି ଇନିଂସରେ ସେ 13ଟି ଛକା ମାରିଥିଲେ ଅନିକେତ ବର୍ମା, ଯାହା ଫଳରେ ତାଙ୍କୁ IPLରେ ସୁଯୋଗ ମିଳିଲା। ଆଉ ବର୍ତ୍ତମାନ ସେ ରାତାରାତି ଷ୍ଟାର ପାଲଟି ଯାଇଛନ୍ତି। ଝିଅ ଦର୍ଶକ ବନ୍ଧୁ, 3 ବର୍ଷରେ ମା ଚାଲି ଯାଇଥିଲେ। ଆଉ ଦ୍ୱିତୀୟ ବିବାହ କରିବା ପରେ ବାପା ତାଙ୍କୁ ମଧ୍ୟ ପଚାରି ନଥିଲେ। କିନ୍ତୁ ଏବେ ଟିମ୍ ଇଣ୍ଡିଆରେ ସେ ରାତାରାତି ଷ୍ଟାର ପାଲଟି ଯାଇଛନ୍ତି ଅନିକେତ ବର୍ମା। ସନରାଇଜ ହାଇଦ୍ରାବାଦ ପାଇଁ ପ୍ରଥମ ବର୍ଷ ସେ IPL ଡେବ୍ୟୁ କରିଛନ୍ତି ଏ ବର୍ଷ। କିନ୍ତୁ IPLରେ 18 ବଲରେ 43 ରନ ଧମାକେଦାର ପାରି ସମସ୍ତଙ୍କୁ ଚମକାଇ ଦେଇଛି। ଦର୍ଶକ ବନ୍ଧୁ, ତ ଏହି ଖେଳାଳିଙ୍କ ପାଇଁ IPL ଯାତ୍ରା ଏତେ ସହଜ ନଥିଲା। ଆପଣମାନଙ୍କୁ ସାରା ଅପଡେଟ୍ ମୁଁ ଛୋଟ ବଡ଼ ଜଣେଇଲି, ତାଙ୍କ କାହାଣୀ କେମିତି ରହିଥିଲା। ତ ଅପଡେଟ୍ ଯଦି ଆପଣମାନଙ୍କୁ ଭଲ ଲାଗିଥାଏ ତାହେଲେ ଲାଇକ୍ କରିବେ ଆଉ ज़्यादाରୁ ज़्यादा ସେୟାର କରିବେ, କାରଣ ଏଇଭଳିଆ କ୍ରିକେଟ କଣ୍ଟେଣ୍ଟ ସର୍ବପ୍ରଥମେ ମୋ ଚ୍ୟାନେଲ ସ୍ମାଇଲ୍ ବୟ କ୍ରିକେଟରେ ଆପଣମାନେ ଦେଖିବାକୁ ପାଇବେ। ତ ଆଜି ପାଇଁ ରହୁଛି, ଦେଖା ହେବ କାଲି ଏମିତି কোনো ଦମଦାର ଭିଡ଼ିଓ।